ବନ୍ୟା ପାଣିର ସୁଅ ମଧ୍ୟରେ ବିପଦସଙ୍କୁଳ ଅବସ୍ଥାରେ ପୋଲ ତିଆରି କଲେ ଗ୍ରାମବାସୀ। ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଗୁହାରି କଲେ, କିନ୍ତୁ ପ୍ରଶାସନ ଶୁଣିଲାନି ତ ନିଜସ୍ୱ ଉଦ୍ୟମରେ ଅସ୍ଥାୟୀ ପୋଲ ତିଆରି କରିଛନ୍ତି ଲୋକମାନେ। ଏ ଦୃଶ୍ୟ ଦେଖନ୍ତୁ। ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନ ବୁରଡ଼ା ଗାଁର ସବୁ ପୁରୁଷ ଏବଂ ମହିଳାମାନେ ଏକାଠି ହେଲେ ଜଙ୍ଗଲରୁ କାଠ ଯୋଗାଡ଼ କଲେ, ଅସ୍ଥାୟୀ ପୋଲ ତିଆରି କଲେ। ପ୍ରବଳ ବର୍ଷାରେ ଗାଁର ମୁଖ୍ୟ ରାସ୍ତା ଧୋଇ ହୋଇଯିବାକୁ ଯିବା ଆସିବାରେ ଅନେକ ଅସୁବିଧା ଗ୍ରାମବାସୀମାନେ ଭୋଗିଛନ୍ତି। ବାରମ୍ବାର ପ୍ରଶାସନକୁ ଗୁହାରି ବି କରିଛନ୍ତି, କିନ୍ତୁ କିଛି ସୁଫଳ ମିଳିନଥିବାର ଅଭିଯୋଗ ବି କରିଛନ୍ତି। ଏନେ ବିଡିଓଙ୍କୁ ପଚାରିବାରୁ ପୋଲ ପାଇଁ ଅଭିଯୋଗ ହୋଇଛି ଏବଂ ଆର୍ଡି ବିଭାଗ ତାର କାମ କରିବ ବୋଲି ବିଡିଓ କହିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି। गत वर्ष ठू आरडी डिपार्टमेंट रो आज्ञा जेई थिले से कलेक्टर ग्रीवांस हेतिला तापर जर्डारे आईसी एक्टिविटी हेतिला तो सेते बेले मु नै कि तांको ऑलरेडी देखै दैछि जगहटा से माने इंस्पेक्शन करिसंती जेते शीघ्र कर देबे भलो हेबो। तापर पीएमजीएसवाई रे सेटा सर्वे हेतिला तो सहीटा एकाथरे कर देबे हेले मु पुणी तांको एथर भी कहिछि पोलोटा जो माने से टेम्पररी बनी थिले रास्ताटा सेटा खराब हे गेलाटा कहिथिले तांको तो नेसेसरी स्टेप नेबा पई कहिछि मु जेते शीघ्र हे पारे एस्टिमेट करी कि गोटे प्रोजेक्ट आनी पकेले शीघ्र भल हेबो कहिछि।